ପ୍ରତିକୂଳ ପରିସ୍ଥିତିରେ କଠିନ ପରିଶ୍ରମ ଦୃଢ଼ ମନୋବଳ ଏବଂ ଗଭୀର ଆତ୍ମବିଶ୍ୱାସ ଥିଲେ ହିଁ ସଫଳତାର ଚାବିକାଠି। ଏହା ପ୍ରମାଣ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର +2 ବିଜ୍ଞାନ ବିଭାଗର ଛାତ୍ରୀ ସ୍ୱୟଂପ୍ରଜ୍ଞା ସାହୁ। ଗତ +2 ପରୀକ୍ଷାରେ ବିଜ୍ଞାନ ବିଭାଗରେ 548 91.33% ମାର୍କ ରଖି କେବଳ ଶିଶୁ ଅନନ୍ତ ମହାବିଦ୍ୟାଳୟ ନୁହେଁ ବରଂ ଦୁଇଟି ଯାକ ବାଲିଅନ୍ତା ଏବଂ ବାଲିପାଟଣାରେ ଟପର ହୋଇଛନ୍ତି। ବାଲିପାଟଣା ବ୍ଲକ ଅନ୍ତର୍ଗତ ମହୁଖଣ୍ଡା ଗ୍ରାମର ଏକ ଗରିବ ପରିବାରରେ ସ୍ୱୟଂପ୍ରଜ୍ଞାଙ୍କ ଜନ୍ମ। ପେଶାରେ ବାବା ପ୍ରଦୀପ ସାହୁ ଜଣେ ଦିନ ମଜୁରିଆ। ଆର୍ଥିକ ସଙ୍କଟ ଏବଂ ପାରିବାରିକ ସଂଘର୍ଷକୁ ପିଲାଟି ଦିନରୁ ଦେଖିଛନ୍ତି ସ୍ୱୟଂପ୍ରଜ୍ଞା, ହେଲେ କେବେ ହତୋତ୍ସାହିତ ହୋଇନାହାନ୍ତି। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ସଙ୍କଟ ଏବଂ ପ୍ରତିକୂଳ ପରିସ୍ଥିତି। ଦୈନିକ 8ରୁ 10 ଘଣ୍ଟା ପାଠପଢ଼ାରେ ଦେଉଥିବା କହିଛନ୍ତି ସ୍ୱୟଂପ୍ରଜ୍ଞା। ସେ +2ରେ ସାଇକୁର୍ପା ବିଜ୍ଞାନ କୋଚିଂ ସେଣ୍ଟରରୁ କୋଚିଂ ନେଉଥିବା ବେଳେ ତାଙ୍କ ଆର୍ଥିକ ସମସ୍ୟା ବିଷୟରେ ଜାଣି କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ତାଙ୍କଠାରୁ କୌଣସି ପାରିଶ୍ରମିକ ଗ୍ରହଣ କରୁନଥିଲେ। କେବଳ ଏତିକି ନୁହେଁ, କୋଚିଂ ତରଫରୁ ସମୟରେ ସ୍ୱୟଂପ୍ରଜ୍ଞାଙ୍କୁ ବିଭିନ୍ନ ପାଠ୍ୟପୁସ୍ତକ ଦିଆଯାଉଥିଲା। ଆଜି ତାଙ୍କ ସଫଳତାରେ କୋଚିଂ ସେଣ୍ଟରରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି। ଆପଣ ପରିଚୟ? नमस्कार, ମୁଁ ସ୍ୱୟଂପ୍ରଜ୍ଞା ସାହୁ ଶିଶୁ ଅନନ୍ତ ମହାବିଦ୍ୟାଳୟରେ +2 ସାଇନ୍ସ ପଢ଼ୁଥିଲି। କ'ଣ କହିବେ ଯୋଉ ଆପଣ ଟପର ହୋଇଛନ୍ତି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟରେ ବିଜ୍ଞାନରେ, କ'ଣ କହିବେ ସେ ବିଷୟରେ? କେତେ ଖୁସି ଅଛନ୍ତି ଆଉ କ'ଣ ରହିଥିଲା ଆପଣଙ୍କର ପରିଶ୍ରମ? ମୋର ଏଇ ବର୍ଷ ରେଜଲ୍ଟ ବାହାରିଛି ସାଇନ୍ସ ଷ୍ଟ୍ରିମ୍ରେ। ମୁଁ ଶିଶୁ ଅନନ୍ତ ମହାବିଦ୍ୟାଳୟରେ 91.33% ମାର୍କ ରଖିକି ଉତ୍ତୀର୍ଣ୍ଣ ହେଇଛି। ଏ ସଫଳତା ପଛରେ ମୁଁ ଶ୍ରେୟ ଦେବାକୁ ଚାହିଁବି ଆମର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋ ବାପା ମାଆଙ୍କର ସପୋର୍ଟ ଆଶୀର୍ବାଦ ଏବଂ ଆମ ଟ୍ୟୁସନ୍ର ସମସ୍ତ ସାହିତ୍ୟିକ ଟ୍ୟୁସନ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆମ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ବହୁତ ନିଷ୍ଠାର ସହିତ ପରିଶ୍ରମ କରିଥିଲେ। ତାପରେ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଆଶୀର୍ବାଦ ବଳରେ ମୁଁ ଆଜି ଏଠି ପହଞ୍ଚି ପାରିଛି ଏବଂ ଆମ ସ୍କୁଲର ଜଣେ ସାର୍ ମନୋଜ କର, ସିଏ ମୋତେ ସବୁ ପ୍ରକାର ସପୋର୍ଟ ଦେଇଛନ୍ତି। ମୋ ବାପା ମାଆଙ୍କ ଆଶୀର୍ବାଦ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ହାର୍ଡୱାର୍କ, ପରିଶ୍ରମ ଆଉ ଡିଟରମିନେସନ୍ ଯୋଗୁଁ ମୁଁ ଆଜି ଏଇ ଜାଗାରେ ପହଞ୍ଚି ପାରିଛି। କେତେ ସମୟ ଆପଣ ପରିଶ୍ରମ କରୁଥିଲେ? ଆମେ ଟ୍ୟୁସନରେ ଦିନକୁ 3-4 ଘଣ୍ଟା ରହୁଥିଲୁ। ତାପରେ ଘରକୁ ଆସି 5-6 ଘଣ୍ଟା ଡେଲି ଲେବର କରିବାକୁ ପଡ଼ୁଥିଲା। ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ଜୀବନରେ? ଜୀବନରେ ଗୋଟେ IAS ହେବାର ଇଚ୍ଛା ଅଛି। ଏକ୍ସପେକ୍ଟେସନ ଅନୁସାରେ ରେଜଲ୍ଟ ମିଳିଛି ନା ଆଉ ହାୟର ଏକ୍ସପେକ୍ଟେସନ ଥିଲା? ହଁ, ନିଶ୍ଚିତ ଭାବରେ ଭଲ ରେଜଲ୍ଟ ଆସିଛି। ଯାହା ବି ସବୁ ସବଜେକ୍ଟ ୱାଇଜ୍ ମାର୍କ ଅଛି, ମୁଁ ସେଥିରେ ଖୁସି ଅଛି। ଆପଣ ପରିଚୟ? ସୁବାସିନୀ ସାହୁ ମୋ ନାଁ, ମହୁଖଣ୍ଡାରେ ଆମ ଘର। କ'ଣ କହିବେ ଝିଅର ସଫଳତାରେ କେତେ ଖୁସି ଅଛନ୍ତି ଆପଣ? ବହୁତ ଖୁସି ଅଛି। ମୁଁ ବହୁତ ଖୁସି ଅଛି। ବହୁତ ପରିଶ୍ରମ କରିଥିଲା, ସେଥିପାଇଁ ମୁଁ ବହୁତ ଖୁସି। ଝିଅ କେତେ ସମୟ ଏମିତି ପରିଶ୍ରମ କରନ୍ତି ଯାହାକି ଆଜି ଏହି ସଫଳତା ମିଳିପାରିଛି ତାଙ୍କୁ? ହଁ, ସେ ଟ୍ୟୁସନ୍ ଯାଏ, ଟ୍ୟୁସନ୍ରେ 3-4 ଘଣ୍ଟା ରହେ। ତାପରେ ଘରେ ଆସିକି ସେ ବହୁତ ପରିଶ୍ରମ କରିଛି, 5-7 ଘଣ୍ଟା ପରିଶ୍ରମ କରିଛି। ରାତିରେ ବହୁତ ସମୟ ଯାଏ ମଧ୍ୟ ପାଠ ପଢ଼େ। ତା ପରିଶ୍ରମର ଫଳ ସେ ପାଇଛି। ଗୋଟେ ମଧ୍ୟବିତ୍ତ ପରିବାରରୁ ଆସି ଏମିତି ସଫଳତା ପାଇବା, ତାପରେ ଏମିତି ଅଭାବ ଅନଟନ ଭିତରେ ଆପଣ ପରିବାର ଚଳାଉଛନ୍ତି। ଆପଣଙ୍କ ପରିବାରରେ କେତେ ଜଣ ଅଛନ୍ତି ସଦସ୍ୟ? ଆମେ 4 ଜଣ। ଆମର 2ଟା ଝିଅ, ଆମେ ସ୍ୱାମୀ ସ୍ତ୍ରୀ। ଆମ ଶ୍ୱଶୁର ଅଛନ୍ତି, ଯା ଦେଢ଼ଶୁର ଅଛନ୍ତି। ଆପଣଙ୍କର ସ୍ୱାମୀ କ'ଣ କରନ୍ତି? ସିଏ ଗୋଟେ କମ୍ପାନୀରେ ଡେଲି ଲେବର କାମ କରନ୍ତି, ଦିନ ମଜୁରିଆ କାମ କରନ୍ତି। ଝିଅକୁ ଆଗକୁ କ'ଣ କରିବେ ବୋଲି ଆପଣ ଆଶା ରଖିଛନ୍ତି? ସିଏ ତା ଇଚ୍ଛା ଅନୁସାରେ ସିଏ ତାର ଯାହା ଭାବିଛି ସେ ସେୟା କରିବା। ଆମେ ତାକୁ କୌଣସି ପ୍ରକାର ଚାପ ଦେବୁନି। ସେ ତାର ଯାହା ଇଚ୍ଛା କରିଛି। ଏତେ ବର୍ଷ ହେଲାଣି ଆପଣ ସହଯୋଗ କରି ଆସୁଛନ୍ତି ଝିଅକୁ, ସବୁ ସମୟରେ ଏତେ ଅଭାବ ଅନଟନ ଭିତରେ ଆଗକୁ ମଧ୍ୟ ସହଯୋଗ କରିବେ? ଆଜ୍ଞା, ନିଶ୍ଚିତ। ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା ମା ଏବଂ ଉଭୟ କଲେଜ ଏବଂ କୋଚିଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି। ଜୀବନରେ ଏହି IAS ଅଫିସର ହୋଇ ଲୋକଙ୍କ ସେବା କରିବାର ଆଶା ରଖିଥିବା କହିଛନ୍ତି ସ୍ୱୟଂପ୍ରଜ୍ଞା। ଏହି ଅବସରରେ ଶିଶୁ ଅନନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଉତ୍ତରୀୟ ଏବଂ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ତରଫରୁ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ, ପ୍ରେସ୍ କ୍ଲବ ସଭାପତି ବିଦ୍ୟାଭୂଷଣ ଭୋଳ, ଆଶୁତୋଷ ଚୌଧୁରୀ, ପ୍ରଳୟ କୁମାର ଦାସ,
ପାର୍ଥ ରବିନାରାୟଣ ମିଶ୍ର ବିଶ୍ୱରଞ୍ଜନ ଦାସ ପ୍ରମୁଖ କୁର୍ତ୍ତୀ ଟପରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବାଲିପାଟଣାରୁ ବିଶ୍ୱରଞ୍ଜନ ଦାସଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।